ଆଜି ହେଲା 26 ଜାନୁଆରୀ 2026 ସୋମବାର ଓ ଆଜିର ଦିନକୁ ଆମ ଦେଶରେ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ। ଆପଣମାନଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଏବେ ଆସନ୍ତୁ ଦେଖିବା ଆଜିର ମୁଖ୍ୟ ସମାଚାର ଓଡ଼ିଶା ଓ ଦେଶର ବଡ଼ ଖବର ଗୁଡ଼ିକରେ ନଜର ପକାଇବା। ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଏମ୍ସ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। 54 ବର୍ଷ ବୟସରେ ଆଖି ବୁଜିଛନ୍ତି ଅଭିଜିତ। ଲିଭର ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ହରାଇଥିଲା ଓଡ଼ିଶା। ଆଜି ଅଭିଜିତଙ୍କୁ ହରାଇ ଭାଙ୍ଗି ପଡ଼ିଛି ଓଡ଼ିଶା ସଙ୍ଗୀତ ଜଗତ। 2000 ମସିହାରେ କାଶିଆ କପିଳା ସିନେମା ଜରିଆରେ ସିନେ ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ। ସେ ପ୍ରାୟ 60ରୁ ଅଧିକ ସିନେମାରେ ସଙ୍ଗୀତ ଦେଇଥିବା ବେଳେ 100ରୁ ଉର୍ଦ୍ଧ୍ୱ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଅଭିଜିତ ଗୁରୁତର ଅବସ୍ଥା କାରଣରୁ ଗତ 4 ସେପ୍ଟେମ୍ବର 2025ରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ଅଭିଜିତଙ୍କୁ ଅସ୍ମୋଟିକ୍ ସିଣ୍ଡ୍ରୋମ ନାମକ ଏକ ମାରାତ୍ମକ ମସ୍ତିଷ୍କ ରୋଗ ହୋଇଥିଲା, ଯାହା ଫଳରେ ଦୀର୍ଘ ଦିନ ଧରି ଆଇସିୟୁ ଓ ଭେଣ୍ଟିଲେଟରରେ ରହିଥିଲେ। ସେଠାରେ ଧୀରେ ଧୀରେ ସୁସ୍ଥ ହେବା ପରେ ତାଙ୍କୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ 23 ଜାନୁଆରୀରେ ତାଙ୍କୁ ହଠାତ୍ ଜ୍ୱର ହେବା ସହିତ ନୂଆ ସଂକ୍ରମଣ ହେବାରୁ ରକ୍ତଚାପ ବହୁତ କମି ଯାଇଥିଲା, ଯାହା ଫଳରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ ହୋଇଯାଇଥିଲା ଏବଂ ଏମ୍ସର ଡାକ୍ତରମାନେ ପ୍ରାୟ 1 ଘଣ୍ଟା ଧରି ଚେଷ୍ଟା କରିବା ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର 2026 ମସିହାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଓଡ଼ିଶାରୁ 3 ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ସେମାନେ ହେଲେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର। ସେହିପରି ଭାବରେ ଭାରତ ସରକାର ଅନେକ କ୍ରୀଡା ତାରକାଙ୍କୁ ସମ୍ମାନିତ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରମୁଖ ନାମ ହେଉଛି ପୂର୍ବତନ ଭାରତୀୟ ପୁରୁଷ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ବର୍ତ୍ତମାନ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ଏହି ବର୍ଷ ସରକାର ମୋଟ 131 ଜଣ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଚାଲନ୍ତୁ ଦେଖିବା ଦେଶର କିଛି ମୁଖ୍ୟ ବଡ଼ ଖବର। ସାରା ବିଶ୍ୱ ଇରାନକୁ ବିରୋଧ କରୁଥିବା ବେଳେ ଭାରତ ଇରାନକୁ ସମର୍ଥନ ଜଣାଇଛି। ଇରାନରେ ଚାଲିଥିବା ଅସ୍ଥିରତା ଓ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପାଇଁ ସମସ୍ତ ରାଷ୍ଟ୍ର ସିଧାସଳଖ ଇରାନ ଦେଶକୁ ଦାୟୀ କରିଥିଲେ। ଅନ୍ୟ ରାଷ୍ଟ୍ର ଏଥିରେ ସମର୍ଥନ କରିଥିବା ବେଳେ ଭାରତ ଏଥିରେ ସଫା ମନା କରିଦେଇଥିଲା। ଏହା କରି ଭାରତ ନିଜର ବନ୍ଧୁତା କାୟମ ରଖିଛି। ଏପରିକି ଇରାନ ମଧ୍ୟ ଭାରତକୁ ଧନ୍ୟବାଦ ଜଣାଇଛି ଓ ଆମେରିକା ବିରୋଧରେ ଭାରତ ଯିବାକୁ ପଛାଇ ନଥିଲା ବୋଲି ଇରାନ ଭାରତକୁ କୃତଜ୍ଞତା ଜଣାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖୋଲାଖୋଲି ଭାବେ କାନାଡାକୁ ଧମକ ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, କାନାଡା ଯଦି ଚୀନ ସହିତ କୌଣସି ପ୍ରକାରର ବାଣିଜ୍ୟ ଚୁକ୍ତି କରେ ତେବେ ଆମେରିକାକୁ ଆସୁଥିବା ସମସ୍ତ କାନାଡା ସାମଗ୍ରୀ ଏବଂ ଉତ୍ପାଦ ଉପରେ 100% ଟ୍ୟାକ୍ସ ଲାଗୁ କରିବେ। ଏହା ପୂର୍ବରୁ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ପାଇଁ ଆମେରିକାର ପ୍ରସ୍ତାବିତ ଗୋଲ୍ଡେନ ଡୋମ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିବା ପାଇଁ କାନାଡାକୁ ଚେତାବନୀ ଦେଇଥିଲେ ଏବଂ କହିଥିଲେ ଯେ ସେମାନେ ବୁଝିପାରୁନାହାନ୍ତି ଚୀନ ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କୁ ଗିଳି ଦେଇଯିବ। ଚାଲନ୍ତୁ ଆଗକୁ ବଢି ଦେଖିବା ଦେଶରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଖବର। ରାଜ୍ୟର ଶାସକ ଡିଏମକେ ରବିବାର ଦିନ ଚେନ୍ନାଇରେ ଭାଷା ଶହୀଦ ଦିବସ ପାଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅତୀତରେ ହିନ୍ଦୀ ବିରୋଧୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ରାଜ୍ୟର ଭାଷା ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଷ୍ଟାଲିନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ତାମିଲନାଡୁରେ ହିନ୍ଦୀ ପାଇଁ କୌଣସି ସ୍ଥାନ ନାହିଁ। ସେତେବେଳେ ନଥିଲା, ଏବେ ନାହିଁ, ଆଉ କେବେ ହେବ ବି ନାହିଁ। କେନ୍ଦ୍ରର ଏନଡିଏ ସରକାର ତାମିଲନାଡୁ ଉପରେ ହିନ୍ଦୀ ଥୋପିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହାକୁ ସେ ବିରୋଧ କରିଥିଲେ ଆଉ କରି ଚାଲିବେ ମଧ୍ୟ। ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ 5 ବର୍ଷ କାର୍ଯ୍ୟକାଳ ସରିଲେ ହିଁ ପଞ୍ଚାୟତ ନିର୍ବାଚନ କରାଯିବ। 10 ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କ ସହିତ ବୁଥ ଓ ବାଲାଟ ପେପର ଭଳି ଆବଶ୍ୟକ ଜିନିଷ ଉପରେ ସବିଶେଷ ଆଲୋଚନା ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ସେପଟେ ବିଜେପି ରାଜ୍ୟ ସଭାପତି ଗତକାଲି କହିଥିଲେ କି ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟର 3-4 ମାସ ପୂର୍ବରୁ କରାଯିବ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା, କିନ୍ତୁ ରାଜ୍ୟ ବିଜେପି ସଭାପତିଙ୍କ ବୟାନକୁ ଖଣ୍ଡନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଯାତ୍ରା କମିଟିର ଆୟୋଜକ ଏବଂ ସମ୍ପୃକ୍ତ କଳାକାର ମଧ୍ୟ ବନ୍ଧା ହେବେ। ଚଳିତ ବର୍ଷ ଯାତ୍ରା କମିଟିକୁ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯାତ୍ରା ସମୟରେ ଅଶ୍ଳୀଳ କମେଣ୍ଟ ବା ଉସ୍କାଇବା ଭଳି କମେଣ୍ଟ ନ କରିବାକୁ କୁହାଯାଇଛି। ଆଜିଠୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଛି ଏବଂ 27 ତାରିଖରୁ ଯାତ୍ରା କମ୍ପିବ। ଅଭିନବ ଉପାୟରେ ଗୋଚାଲାଣ କରୁଛନ୍ତି ଗୋମାଫିଆ। ବେଆଇନ ଭାବେ ଗୋଚାଲାଣ ବେଳେ ମାଡି ବସିଥିଲେ ଗୋରକ୍ଷକ। 16 ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ଛକ ନିକଟରେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକମାନେ। ଏହି ପେଟ୍ରୋଲ ଟ୍ୟାଙ୍କ ଭିତରୁ 35ରୁ ଅଧିକ ଗୋରୁ ଭର୍ତ୍ତି ହୋଇ ରହିଥିଲେ, ଯାହାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକମାନେ। ସେହିପରି ଅମାନିଆକୁ ସାବାଡ କରିବା ପାଇଁ କେନ୍ଦ୍ର ସରକାର ଆଉ ଏକ ନୂଆ ନିୟମ ଆଣିଛନ୍ତି। ଏବେ ଗୋଟିଏ ବର୍ଷରେ 5 କିମ୍ବା ତାଠାରୁ ଅଧିକ ଥର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ଜାନୁଆରୀ 1, 2026ରୁ କାର୍ଯ୍ୟକାରୀ ହେଉଥିବା ଏହି ନିୟମର ଲକ୍ଷ୍ୟ ହେଉଛି ବାରମ୍ବାର ନିୟମକୁ ଉଲ୍ଲଂଘନ କରୁଥିବା ଡ୍ରାଇଭର ମାନଙ୍କୁ ରୋକିବା ପାଇଁ ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଏହି ନିୟମ ରଖାଯାଇଛି।